ନମସ୍କାର, ଜୟ ଜଗନ୍ନାଥ। ଉପସ୍ଥିତ ଶ୍ରୋତୃମଣ୍ଡଳୀ ଓ ଶ୍ରୁତି ସାନ୍ତନାକୁ ଭଲ ପାଉଥିବା ଶୁଭେଚ୍ଛୁମାନଙ୍କୁ ଶ୍ରୁତି ସାନ୍ତନାର ସାରସ୍ୱତ ଅଭିନନ୍ଦନ। ଏବେ ଶ୍ରୁତି ସାନ୍ତନାର ଆଜି 71ତମ ମାସିକ ଡିଜିଟାଲ ସାହିତ୍ୟ ଆସରର ଅୟଂ ଆରମ୍ଭ ପର୍ବ। ଏହି ପର୍ବର ପ୍ରାରମ୍ଭରେ ମୁଁ ସମ୍ପାଦିକା ସବିତାରାଣୀ ବେହେରା ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ସ୍ୱାଗତମ୍ ସ୍ୱାଗତମ୍ ସୁସ୍ୱାଗତମ୍। ଆଜି ମେ ମାସର 15 ତାରିଖ। ଆଜି ସ୍ମୃତି ସାନ୍ତନାର ଡିଜିଟାଲ ଆସରର 4 ବର୍ଷ ପୁରିଗଲା ଏବଂ 71ତମ ଅଧ୍ୟାୟର ପ୍ରସାରଣରେ ମୁଁ ଆପଣମାନଙ୍କର ସମସ୍ତଙ୍କର ଶୁଭକାମନା କରୁଛି। ଏଇ ନିକଟରେ ଆମେ ମାତୃଦିବସକୁ ପାଳନ କରିଛନ୍ତି। ବିଶ୍ୱ ପାଳନ କରିଛି, ସମଗ୍ର ବିଶ୍ୱର ମାତୃଦିବସ। ମା, ତୁମର ସକଳ ତୀର୍ଥ ତୁମର ବଦ୍ରିକା, ମୋ ପ୍ରାଣ ଭାରତ ବର୍ଷ ସ୍ୱପ୍ନର ଓଡ଼ିଶା। ତୁ ତ ମୋର ପୁଣ୍ୟ ନୀଳାଚଳ, ଫର ଫର ଉଡ଼େ ତୋର ପଣ ତୋର ନେତ, ତୋର ହୃଦୟ ଶରଧା ବାଲିରେ ଗଡ଼ି ଗଡ଼ି ଏ ଜୀବନ ହେଉଥିଲା ଶାନ୍ତ। ବୁକୁର ଅମୃତ ତୋର ପୁଣ୍ୟ ଗଙ୍ଗା ଜଳ, ପାନ କରି ତନୁ ମନ ସକଳ ପବିତ୍ର। ତୋର ହାତ ରନ୍ଧା ପ୍ରଭୁଙ୍କର ଅମୃତ ଅଭଡ଼ା, ତୋ ହାତର ମଣ୍ଡା ପିଠା ବାସ୍ନା ସତେ କି ଶୁଖିଲା ମହାର୍ଦ। ବୋଉଲ ତୁ ଦେବୀ ପରା ଥିଲୁ ଏହି ହୃଦ ମନ୍ଦିରର, ବୋଉଲ ତୁ ଦେବୀ ପରା ସବୁଦିନ ପାଇଁ ଦେବୀଟିଏ ହେଇଥା। ଏମିତି ମହ ମହ ବାସନାରେ ଦେଉଳର ବେଢ଼ାକୁ ତୁ ମହକାଉଥା। ଆମେ ନିଜସ୍ୱ ଭଙ୍ଗୀରେ ନିଜସ୍ୱ ରୁଚିରେ ସମସ୍ତେ ମାତୃବନ୍ଦନା କରିଛନ୍ତି। ତେବେ ଆସନ୍ତୁ, ଆଜି ଆମେ ଆଜିର ଶ୍ରୁତି ସାନ୍ତନାର 71ତମ ଡିଜିଟାଲ ସାହିତ୍ୟ ଆସରରେ ଯୋଗ ଦେଇଥିବା ସମସ୍ତ ଅତିଥି ପ୍ରତିଭାମାନଙ୍କୁ ସ୍ୱାଗତ କରିବା, ତାଙ୍କର ଶୁଭକାମନା କରିବା ଏବଂ ତାଙ୍କୁ ସାରସ୍ୱତ ଅଭିନନ୍ଦନର ବାର୍ତ୍ତା ସଜାଡ଼ିବା ତାଙ୍କ ପାଇଁ। ସେଇ ଅତିଥିମାନେ ହେଲେ ପ୍ରତିମା ଠାକୁର ବାଙ୍ଗାଲୋରର, ପୁଷ୍ପଲତା ମିଶ୍ର ବ୍ରହ୍ମପୁରର, ସ୍ନେହଲତା ନାୟକ ରାଉରକେଲା, ସ୍ନେହଲତା ପଟ୍ଟନାୟକ ରାଉରକେଲା, ବିନୟ ପଟ୍ଟନାୟକ ରାଞ୍ଚି, ଛବିନାବେଳା ସେନାପତି କଟକ ଏବଂ ଭୁବନେଶ୍ୱରର ମାଧୁରୀ ପଟ୍ଟନାୟକ, ଶରତ କୁମାରୀ ମିଶ୍ର, ମୁନିକା ମହାପାତ୍ର, ନିହାରିକା ରାୟବରାଳ ଓ ଅଳକା ମହାନ୍ତି, ମନୋରମା ପଣ୍ଡା ଓ ସବିତାରାଣୀ ବେହେରା, କଟକର ଛବିନାବାଳା ସେନାପତି। ସମସ୍ତଙ୍କୁ ମୁଁ ଶ୍ରୁତି ସାନ୍ତନା ତରଫରୁ ଅଭିନନ୍ଦନ ଜଣାଉଛି, ଧନ୍ୟବାଦ ଜ୍ଞାପନ କରୁଛି। ସେମାନଙ୍କର ସହଯୋଗ, ଅଡ଼ିଓ, ଫଟୋ ଏବଂ ବାର୍ତ୍ତାର ସହଯୋଗରେ ଆଜିର ଡିଜିଟାଲ ଆସରଟି ଆପଣମାନଙ୍କ ସାମ୍ନାରେ ପରିବେଷଣ କରାଯାଇଛି। ନମସ୍କାର, ଜୟ ଜଗନ୍ନାଥ, ଧନ୍ୟବାଦ।